ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜୋନାସ୍ ନିନିଭକୁ ନ ଯାଇ ତର୍ଷିସକୁ କାହିଁକି ଗଲେ, ତାହାର ଗୋଟିଏ କାରଣ ଅଛି। ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜୋନାସ୍ ଭବିଷ୍ୟତ ବକ୍ତା ସେ ନିନିଭକୁ ନ ଯାଏ ତର୍ଷିସକୁ କାହିଁକି ଗଲେ? ଆପଣମାନେ ଜାଣନ୍ତି କି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଜାଣିଅଛନ୍ତି ତାହେଲେ ଭଲ ବିଷୟ ଏବଂ ଆପଣମାନେ ଲୋକମାନଙ୍କ ପାଖରେ ମଧ୍ୟ ପ୍ରକାଶ କରନ୍ତୁ। କିନ୍ତୁ ଆପଣମାନେ ଯଦି ଜାଣିନାହାନ୍ତି ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା' ମାନେ, କିମ୍ବା ମୋର ସାନ ଭାଇ କିମ୍ବା ବଡ଼ ଭାଇମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ ନିନିଭକୁ ନ ଯାଇ ତର୍ଷିସକୁ କାହିଁକି ଗଲେ, এই বিষয় যদি ଆପଣମାନେ ଜାଣିନାହାନ୍ତି ତାହେଲେ କିଛି ସମୟ ଆପଣମାନେ এই ଭିଡ଼ିଓକୁ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେ ଜୋନାସ୍ ଭବିଷ୍ୟତ ବକ୍ତା, এই ଜୋନାସ୍ ଜଣେ ଭବିଷ୍ୟତ ବକ୍ତା ଅଟନ୍ତି। ଆପଣମାନେ ଜାଣିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ এই ଜୋନାସ୍ ନିନିଭକୁ ନ ଯାଇ ତର୍ଷିସକୁ କାହିଁକି ଗଲେ, এই ବିଷୟରେ ଆପଣମାନଙ୍କ ପାଖରେ এই ଭିଡ଼ିଓ ମାଧ୍ୟମରୁ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ଜୋନାସ୍ଙ୍କ ବିଷୟରେ ପଦେ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। এই ଜୋନାସ୍ଙ୍କର ଗାଁ ହେଉଛି ଗାତ୍ ହେପର। ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜୋନାସ୍ଙ୍କର ଗାଁ ହେଉଛି ଗାତ୍ ହେପର ଏବଂ ଜୋନାସ୍ଙ୍କର ପିତା ମତ୍ତୀୟଙ୍କର ପୁତ୍ର ଜୋନାସ୍। এই ଜୋନାସ୍ ଜଣେ ଭବିଷ୍ୟତ ବକ୍ତା ମଧ୍ୟ ଅଟନ୍ତି। এই ଜୋନାସ୍ଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଆପଣମାନେ ଜାଣନ୍ତି। କିନ୍ତୁ ଏ ତର୍ଷିସକୁ ନ ଯାଏ ଏ ନିନିଭକୁ ନ ଯାଇ ଜୋନାସ୍ ତର୍ଷିସକୁ ଚାଲିଗଲେ। এই ତର୍ଷିସ ଏବଂ ନିନିଭ, এই ଦୁଇଟି ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ, ଜୋନାସ୍ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ ତାର 1 ପର୍ବ 1 ଏବଂ 2 ଏବଂ 3 ପଦ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ, ଅମିତ୍ୟଙ୍କର ପୁତ୍ର ଜୋନାସ୍ଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଉଠ ନିନିଭ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ ସମ୍ମୁଖରେ ଉପସ୍ଥିତ ହେଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସଦାପ୍ରଭୁ ଜୋନାସ୍କୁ କହୁଛନ୍ତି ଯେ ନିନିଭ ମହାନଗରକୁ ଯାଅ, କାରଣ ସେମାନଙ୍କର ଦୁଷ୍ଟତା ଆମ ସମ୍ମୁଖରେ ଉପସ୍ଥିତ ହେଉଅଛି। এই ନିନିଭର ଲୋକମାନେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ। ନିନିଭର ଲୋକମାନେ ମୂର୍ତ୍ତି ପୂଜା କରୁଥିଲେ, ବହୁତ ଦୁଷ୍ଟ ଥିଲେ। ସେମାନେ ତର୍ଷିସଗାମୀ ଜାହାଜରେ ସେମାନେ ସୁନା ରୂପା ଅନେକ ପ୍ରକାର ସାମଗ୍ରୀ ଆଣୁଥିଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ନିନିଭର ଲୋକମାନେ ଅତି ଦୁଷ୍ଟ ଥିଲେ ଏବଂ এই ଜାଗାରେ କାହାକୁ କେହି ମଧ୍ୟ ମାନୁନଥିଲେ। ଏବଂ এই ଜାଗାର ଲୋକମାନେ ସୁନା ରୂପା ପଇସା ବାଣିଜ୍ୟ କେନ୍ଦ୍ର, ବହୁତ ଧନବାନ ବ୍ୟକ୍ତିମାନେ ମଧ୍ୟ ଥିଲେ এই ନିନିଭରେ। ପ୍ରଥମ ବିଷୟ ହେଲା, এই ନିନିଭରେ ଅତି ଦୁଷ୍ଟ ଲୋକମାନେ ଥିଲେ। ସେ
ସେଥିପାଇଁ ଜୋନସ୍ ଭବିଷ୍ୟତ ବକ୍ତା এই ନିନିବ୍ର ଲୋକମାନଙ୍କର ସହିତ ମିଶିବା ପାଇଁ ଚାହୁଁନଥିଲେ, ସେଇ ଜାଗାକୁ ଯିବା ପାଇଁ ଚାହୁଁନଥିଲେ। କାରଣ এই ନିନିବ୍ର ଲୋକମାନେ ବହୁତ ଖରାପ ଥିଲେ, ବହୁତ ଦୁଷ୍ଟ ଥିଲେ। ସେଥିପାଇଁ ଜୋନସ୍ ସେମାନଙ୍କର ସହିତ ଗୋଟିଏ ମିନିଟ୍ ମଧ୍ୟ ରହିବା ପାଇଁ ଇଚ୍ଛା କରୁନଥିଲେ। ଏବଂ ଆଉ ଗୋଟିଏ ବିଷୟ ଜୋନସ୍ ଜାଣିଥିଲେ ଯେ ଯଦି ପ୍ରଭୁ ଯୀଶୁ ଇଚ୍ଛା କରିବେ ତାହେଲେ ସେଇ ନିନିବ୍ର ଲୋକମାନଙ୍କୁ ଗୋଟିଏ ମିନିଟ୍ ମଧ୍ୟ କହିପାରିବା, ଗୋଟିଏ ମିନିଟ୍ରେ ସେମାନଙ୍କୁ ପରିବର୍ତ୍ତନ କରିଦେଇ ପାରନ୍ତି। এই ବିଷୟ ମଧ୍ୟ ଜୋନସ୍ ଜାଣିଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଜୋନସ୍ କହୁଛନ୍ତି, ଆପଣମାନେ ଜାଣିଥିବେ এই ଜାଗାରେ ଲେଖା ଅଛି 4 ତାର, କାରଣ ତୁମେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ, ଅମଙ୍ଗଳର ବିଷୟରେ ଅନୁଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଥିଲି। ଜୋନସ୍ ଜାଣିଥିଲେ ସେ ନିନିବ୍ର ଲୋକମାନଙ୍କୁ ଚାହିଁଲେ ଗୋଟିଏ ସେକେଣ୍ଡ ବା ଗୋଟିଏ ମିନିଟ୍ରେ ମଧ୍ୟ ସେମାନଙ୍କୁ ମନ ପରିବର୍ତ୍ତନ କରିଦେଇ ପାରନ୍ତି। ଏ ବିଷୟ ମଧ୍ୟ ଜାଣିଥିଲେ। ଏବଂ ଜୋନସ୍ ଆଉ ଗୋଟିଏ ବିଷୟ ମଧ୍ୟ ଜାଣିଥିଲେ, ଆପଣମାନଙ୍କ ପାଖରେ ପ୍ରଥମେ କହିଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ଜାଗାର ଲୋକମାନେ ବାଣିଜ୍ୟ ବ୍ୟବସାୟ କରୁଥିଲେ, ବହୁତ ଦୁଷ୍ଟ ଲୋକମାନେ ଥିଲେ ଏବଂ ସେଇ ଜାଗାରେ ମୂର୍ତ୍ତି ପୂଜା ମଧ୍ୟ କରୁଥିଲେ। ସେଥିପାଇଁ ଜୋନସ୍ ସେ ଜାଗାରେ ନ ଯାଇ ସେ ତର୍ଷିସକୁ ଚାଲିଗଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ନିନିବ୍ର ବିଷୟ ଆଉ କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଇତିହାସରେ ଲେଖାଯାଏ ଏବଂ ତର୍ଷିସ ବିଷୟରେ ମଧ୍ୟ କିଛି ବିଷୟ ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉଛେ। ନିନିବ୍ ସମୁଦ୍ର ଏବଂ ଭାରତ ମହାସାଗର ମଧ୍ୟରେ ଥିବା ମହାନ ରାସ୍ତାରେ ଟାଇଗ୍ରେସ୍ ଅତିକ୍ରମ କରୁଥିବା ଏକ ବାଣିଜ୍ୟ ମାର୍ଗ ଥିଲା ନିନିବ୍। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯାହା ଫଳରେ ପୂର୍ବ ଏବଂ ପଶ୍ଚାତ୍ୟକୁ ଏକତ୍ର କରି ଏହା ଅନେକ ଉତ୍ସରୁ ଧନ ପ୍ରାପ୍ତ ହୋଇଥିବା ଯାହା ଜଣାଯାଏ। ଏହା ଏହି ଅଞ୍ଚଳର ପ୍ରାଚୀନମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ହୋଇଗଲା। ନିନିବ୍ ସହର ଗୁଡ଼ିକ ଏବଂ ଶେଷ ରାଜଧାନୀ ହେଉଛି ନିନିବ୍, এই ନିନିବ୍ ମହାନଗର। এই ନିନିବ୍ ମହାନଗରରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଧୁନିକ ଯୁଗର ମସୁଲ ଇରାକ ପ୍ରାଚୀନ କାଳର ସର୍ବପୁରାତନ ତଥା ମହାନ ସହର ଥିଲା এই ନିନିବ୍ ସହର ବା ନଗର। ଏହା ମୂଳତଃ ନିନୁଆ ଏକ ବାଣିଜ୍ୟ କେନ୍ଦ୍ର ଭାବରେ ଜଣାଶୁଣା ଥିଲା ଏବଂ ଏହା ପ୍ରାଚୀନ କାଳର ବୃହତ୍ତମ ଏବଂ ଧନୀ ସହରମାନଙ୍କର ପରିଗଣିତ ହେଉଥିଲା এই ନିନିବ୍ ସହର। ଏବଂ ଖ୍ରୀଷ୍ଟପୂର୍ବ 6000 ମସିହାରେ ଏହି ଅଞ୍ଚଳ ସ୍ଥାପିତ ହୋଇଥିଲା ଏବଂ ଖ୍ରୀଷ୍ଟପୂର୍ବ 3000 ସୁଦ୍ଧା ଏହା ଈଶ୍ୱରଙ୍କ ଦେବୀଙ୍କ ପୂଜା ପାଠ କରାଗଲା, ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କେନ୍ଦ୍ରରେ ପରିଗଣିତ ହେଲା। ଧାର୍ମିକ କେନ୍ଦ୍ର ଅର୍ଥାତ୍ ସେଇ ମୂର୍ତ୍ତି ପୂଜା କରିବା ପାଇଁ ସେମାନେ ଧାର୍ମିକ ପରିଗଣିତ ହେଲେ। ସେଥିପାଇଁ ଜୋନସ୍ এই ଭବିଷ୍ୟତ ବକ୍ତା এই ନିନିବ୍ରେ ଯିବା ପାଇଁ ଇଚ୍ଛା କରୁନଥିଲେ, ସେମାନଙ୍କର ସହିତ ମିଶିବା ପାଇଁ ଇଚ୍ଛା କରୁନଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ ଆଉ ଗୋଟିଏ ପକ୍ଷରେ ଜୋନସ୍ ଜାଣିଥିଲେ ଯେ ପ୍ରଭୁ ଯୀଶୁ ଯଦି ଇଚ୍ଛା କରିବେ ତାହେଲେ ସେଇ ଲୋକମାନଙ୍କୁ ପରିବର୍ତ୍ତନ କରିଦେଇପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। କିନ୍ତୁ ତର୍ଷିସକୁ କାହିଁକି ଗଲେ ତାହାର ମଧ୍ୟ କାରଣ ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗାରେ ଲେଖାଯାଏ ତାର 1 ପର୍ବ ତାର 3 ପଦରେ, ମାତ୍ର ଜୋନସ୍ ସଦାପ୍ରଭୁଙ୍କ ଛାମରୁ ତର୍ଷିସକୁ ପଳାଇଯିବା ନିମନ୍ତେ ଉଠିଲେ ଓ ଚାପନଗରକୁ ଯାଇ ତର୍ଷିସଗାମୀ ଏକ ଜାହାଜ ପାଇଲେ, ତେଣୁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମରୁ ତର୍ଷିସକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ। ଜାପନଗରକୁ ଯାଇ, ଜାପନଗର ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ମେୟକନ୍ ଏବଂ ରକନ୍ ଜାପର ସମ୍ମୁଖସ୍ଥ ଅଞ୍ଚଳ। ଆପଣମାନେ ବୁଝନ୍ତୁ, ଜାପର ସମ୍ମୁଖସ୍ଥ ଅଞ୍ଚଳ ଥିଲା ମେୟକନ୍ ଏବଂ ରକନ୍। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉଛେ, এই ତର୍ଷିସରେ କେତେକ ଆଧୁନିକ ବିଦ୍ୟମାନ ଦକ୍ଷିଣ ସ୍କେନର ଏବଂ ବନ୍ଦର
টার্ଗୋସ୍ ସହିତ ତାରସିଙ୍ଗକୁ ଚିହ୍ନଟ କରିଥିଲେ। ଶାସ୍ତ୍ରୀୟ ଲେଖକମାନେ ପିନିକୀୟମାନଙ୍କ ପାଇଁ ଧାତୁର ଉତ୍ସ ଭାବରେ ବର୍ଣ୍ଣନା କରିବା ବେଳେ ସିଲିକିଆର 1200 ସହର ସହିତ ଯୋସେପଷ୍ଟ ବିଷୟରେ ଆହୁରି ଅଧିକ ବ୍ୟାପକ ଅଟେ ଗ୍ରହଣ କରାଯାଇଅଛି। କିନ୍ତୁ ଏହି ତର୍ସିସରେ ବିଦ୍ୱାନ ଲୋକମାନେ ଥିଲେ, ଜ୍ଞାନୀ ଲୋକମାନେ ଥିଲେ, ପଣ୍ଡିତ ଲୋକମାନେ ଥିଲେ, ପ୍ରଭୁଙ୍କର ପ୍ରିୟ ଲୋକମାନେ। ସେଥିପାଇଁ ଏହି ଜାଗାକୁ ଗଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ କେତୋଟି ପଦପର୍ବ ଦେଖିବା ନିମନ୍ତେ ଯିବା। ଏହି ତର୍ସିସ ଜାହାଜ ବିଷୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଲେଖାଯାଏ ପ୍ରଥମ ରାଜାବଳୀ ତାର 10 ପର୍ବ ତାର 22 ପଦରେ ଲେଖାଯାଏ, କାରଣ ସମୁଦ୍ରରେ ହିରମର ଜାହାଜ ସଙ୍ଗେ ରାଜାଙ୍କ ତର୍ସିସଗାମୀ ଜାହାଜ ଥିଲା। ସେହି ତର୍ସିସର ଜାହାଜମାନ 3 ବର୍ଷରେ ଥରେ ସୁନା, ରୂପା, ହସ୍ତିଦନ୍ତ ଓ ବାନର ମୟୂର ନେଇ ଆସୁଥିଲେ। ଏହି ତର୍ସିସର ଜାହାଜ ପ୍ରଭୁଙ୍କର ପ୍ରିୟ ଲୋକମାନେ ସୁନା, ରୂପା ଏ ପ୍ରକାର ସାମଗ୍ରୀ ଆଣିବା ନିମନ୍ତେ କରାଯାଇଥିଲା। ଏବଂ ଯେତେବେଳେ ଜୁନସ୍ ସେଇ ଲୋକମାନଙ୍କ ସହିତ ଯାଉଛନ୍ତି, ସେହି ସମୟରେ ସେମାନେ ମଧ୍ୟ ସେଇ ଅନେକ ପ୍ରକାର ସାମଗ୍ରୀ ସେମାନେ ଧରିଥିଲେ। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ 48 ପଦରେ ଯଦି ଦେଖିବେ, এই ଜିହୋଶାଫାଟ ସୁନା ପାଇଁ ଓପିରକୁ ଯିବା ସକାଶେ ତର୍ସିସ ଜାହାଜ ନିର୍ମାଣ କରିଥିଲେ। এই ତର୍ସିସ ଜାହାଜରେ ଜୁନସ୍ ଭବିଷ୍ୟତ ବକ୍ତା ଚଢ଼ିକି ସେଇ ଜାଗାକୁ ଯାଉଛନ୍ତି। ତର୍ସିସଗାମୀ ଜାହାଜ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆଉ ଗୋଟିଏ ବିଷୟ ମଧ୍ୟ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଗୋଟିଏ ବିଷୟ ଆପଣମାନେ ଧ୍ୟାନ ଦେବା ଦରକାର ଯେ ନିନିବରେ ଅନେକ ଖରାପ ଲୋକମାନେ ଥିଲେ, ମୂର୍ତ୍ତି ପୂଜା କରୁଥିଲେ, ବହୁତ ବେପାର ବାଣିଜ୍ୟ କରୁଥିଲେ, ବ୍ୟଭିଚାର ମଧ୍ୟ କରିବା ଲୋକମାନେ ଥିଲେ ଏବଂ ମୂର୍ତ୍ତି ପୂଜାରେ ସେମାନେ ବହୁତ ଧାର୍ମିକ ଥିଲେ। ସେଥିପାଇଁ ଜୁନସ୍ ସେଇ ଜାଗାକୁ ଯିବା ପାଇଁ ଇଚ୍ଛା କଲେ ନାହିଁ ଏବଂ ପ୍ରଭୁଙ୍କ ବିଷୟରେ ଜାଣିଥିଲେ। ପ୍ରଭୁ ଚାହିଁଲେ ଗୋଟିଏ ମିନିଟରେ ମଧ୍ୟ ପରିବର୍ତ୍ତନ କରିଦେଇ ପାରନ୍ତି। କିନ୍ତୁ ତର୍ସିସରେ এই ଜାଗାରେ ବିଦ୍ୱାନ ଲୋକମାନେ ଥିଲେ, ପଣ୍ଡିତ ଲୋକମାନେ ଥିଲେ, ଶାସ୍ତ୍ରଜ୍ଞ ଲୋକମାନେ ଥିଲେ ଏବଂ ପ୍ରଭୁ ଭୟ କରିବା ଲୋକମାନେ ମଧ୍ୟ ଥିଲେ। ସେଥିପାଇଁ ଜୁନସ୍ ଭବିଷ୍ୟତ ବକ୍ତା এই ନିନିବରେ ନ ଯାଇ ତର୍ସିସକୁ ଯାଉଛନ୍ତି। କିନ୍ତୁ ଯିବା ସମୟରେ କ'ଣ କ'ଣ ଘଟିଛି ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ସମସ୍ତ ଲୋକ ଜାଣନ୍ତି ଏବଂ ଆପଣମାନେ ଲୋକମାନଙ୍କ ପାଖରେ କହି ମଧ୍ୟ ଅଛନ୍ତି। କିନ୍ତୁ ଆଉ ଗୋଟିଏ ବିଷୟ, ଯେତେବେଳେ ସେ ଯାଉଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୁଦ୍ର ଉଠିଲା ଏବଂ ସେଇ ଜାହାଜରେ ଥିବା ଲୋକମାନେ ଜୁନସ୍କୁ ହାତ ଏବଂ ଗୋଡ଼କୁ ବାନ୍ଧିକି ସେମାନେ ସମୁଦ୍ରରେ ନିକ୍ଷେପ କଲେ ଏବଂ ଜୁନସ୍କୁ ଗିଳିବା ନିମନ୍ତେ ପରମେଶ୍ୱର ଗୋଟିଏ ମତ୍ସ୍ୟ ନିର୍ମାଣ କରିଥିଲେ। କିନ୍ତୁ এই ଜାଗାରେ ଗୋଟିଏ ବିଷୟ ଆପଣମାନେ ଧ୍ୟାନ ଦିଅନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜୁନସ୍ କେମିତି ଭାବରେ ସେ ମତ୍ସ୍ୟ ଉଦରରେ ଥାଇ ସେ ପ୍ରାର୍ଥନା କରୁଛନ୍ତି। ଯଦି ପାଣିରେ ଯଦି ଗୋଟିଏ ମାଛ ଯଦି ଯାଏ, ଲେହୁଡ଼ି ଆସେ, ଢେଉ ଆସେ, ମାଛ ଏମିତି ଯଦି ଯାଏ ତାହେଲେ ସେ କେମିତି ପ୍ରାର୍ଥନା କରୁଥିଲେ। ମାଛ ଯଦି ଏମିତି ଯାଏ ତାହେଲେ ଗୋଟିଏ ସାଇଡ଼ରେ ଜାକି ହେଉଥିଲେ କିମ୍ବା ଆଉ ଗୋଟିଏ ସାଇଡ଼ରେ ଜାକି ହେଉଥିଲେ। ସେ କେମିତି ପ୍ରାର୍ଥନା କରୁଥିଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଜିହୁଦୀ ପାରୁସୀମାନଙ୍କୁ এই ଚିହ୍ନ ଦେବା ପାଇଁ କହିଛନ୍ତି ପ୍ରଭୁ ଯୀଶୁ। ଯେମିତି ଯୀଶୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏମିତି ଶିକ୍ଷା ଦେଇଛନ୍ତି ତାହା ଆପଣମାନେ କଳ୍ପନା ମଧ୍ୟ କରିପାରିବେ ନାହିଁ, ଭାବି ମଧ୍ୟ ପାରିବେ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଯେତେବେଳେ এই ଜୁନସ୍ ଭବିଷ୍ୟତ ବକ୍ତାକୁ ପାଣିରେ ଫିଙ୍ଗିଲେ, ସେ ପୁନର୍ବାର ସେ ମାଛ ବାଳିରେ ତାକୁ ଉଦ୍ଧାର କଲା ପରେ, ବାହାର କଲା ପରେ, ସେ ଆଉ ଥରେ ସେ ନିନିବ ବିରୁଦ୍ଧରେ ସେ ଘୋଷଣା କରି କହୁଅଛି। ମାତ୍ର ଗୋଟିଏ ପଦ ସେ କହିଛନ୍ତି, ଜୁନସ୍ 40 ଦିନ ମଧ୍ୟରେ এই ନିନିବ ଉତ୍ପାଟିତ ହେବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏତିକି ମାତ୍ର କହିଛନ୍ତି। ସେତିକିରେ ସେଇ ଜାଗାର ଲୋକମାନେ ପରିବର୍ତ୍ତନ ହେବା ନିମନ୍ତେ ସେମାନେ ଉପବାସ କଲେ, ଛୋଟ ପିନ୍ଧିଲେ ଏବଂ ପାଉଁଶରେ ସେମାନେ ବସିଲେ। ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ ଜୁନସ୍ ଭବିଷ୍ୟତ ବକ୍ତାଙ୍କର ପୁସ୍ତକରେ
ପୁଣି ଜୁନସ୍ ପ୍ରବେଶ କରିବା ଆରମ୍ଭ କରି ଏକ ଦିନର ପଥ ଯାଏ। ଦେଖନ୍ତୁ ଏଇ ଜାଗାରେ ଲେଖାଯାଏ 3:4 ପୁଣି ଜୁନସ୍ ନଗରରେ ପ୍ରବେଶ କରିବାର ଆରମ୍ଭ କରି ଏକ ଦିନ ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ ଯଥା ଆଉ 40 ଦିନ ଗତ ହେଲେ ନିନିଭ ଉତ୍ପାଟିତ ହେବ। ଏତିକି ମାତ୍ର ଜୁନସ୍ ପ୍ରଚାର କରିଛନ୍ତି। এই ପ୍ରଚାରରେ କେମିତି ଶକ୍ତି ଥାଇପାରେ ଆପଣମାନେ ଟିକେ କଳ୍ପନା କରନ୍ତୁ। ଏତିକିରି ସେଇ ଜାଗାର ଲୋକମାନେ ପରିବର୍ତ୍ତନ ହୋଇଅଛନ୍ତି ଏବଂ ପ୍ରଭୁ ସେମାନଙ୍କୁ ରକ୍ଷା କରିଅଛନ୍ତି। এই ବିଷୟକୁ ନେଇ ଆପଣମାନଙ୍କ ପାଖରେ ଗୋଟିଏ ପଦ କହିବା ପାଇଁ ଚାହେଁ ବା ଗୋଟିଏ ବିଷୟ କହିବା ପାଇଁ ଚାହେଁ। ଏତିକିରି ସେମାନେ ପରିବର୍ତ୍ତନ ହେଲେ ଏବଂ ସେମାନଙ୍କର ପ୍ରାର୍ଥନା ପ୍ରଭୁ ଯୀଶୁ ଶୁଣିଲେ। ଆମ୍ଭେମାନେ ମଧ୍ୟ ଯଦି ପାପ କରିଅଛୁ ତାହେଲେ ପ୍ରଭୁ ମୁଁ ପାପୀ ବୋଲିକି ପ୍ରଭୁଙ୍କ ପାଖରେ ସ୍ୱୀକାର କରିବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ସେ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏହି ପ୍ରକାର ଚ୍ୟାନେଲମାନଙ୍କୁ ଆପଣମାନେ ସବସ୍କ୍ରାଇବର କରନ୍ତୁ। ତେବେ ଯାଇ ଆପଣମାନେ କିଛି ନା କିଛି ଶିଖିପାରିବେ, ଜାଣି ମଧ୍ୟ ପାରିବେ। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।